ଚୁଚି ଆରେ କାହିଁ କାନ୍ଦୁଛୁ କହିଲୁ ଆରେ ତତେ ତ ଝିଅ ବାହା ହେବା ପାଇଁ ରାଜି ହଉନାହାନ୍ତି ମୁଁ କେତେ ତତେ ଝିଅ ଦେବି କହିଲୁ ଚାହୁଁଛି ମୁଁ କଣ ଏଇ ଜନ୍ମରେ ବାହା ହେଇପାରିବିନି ମୁଣ୍ଡରେ ବାହାବି ସେଇଠି ଝିଅ ଅଛନ୍ତି ମୁଣ୍ଡରେ ନୁହଁ ତୁ କୁଣ୍ଡୁଳି ମାନେ ତୋ ଜାତକ ଦୋଷ ତୋ କପାଳରେ ଝିଅ ଲେଖା ନାହିଁ ଆଉ ମୁଁ ବାହା ନହେଲେ ବଞ୍ଚି କେଉଁଥିରେ ତୁ ଭାଇ କଣ କରିବୁ କାହିଁକି ବାହା ହବୁ କହିଲୁ କାହିଁ ମୋ ଅଛି ନା କଣ କଣ ତୁ ମୋ ପାଇଁ ଝିଅ ଠିକ କରିଦେ ଝିଅ ତୋ ପାଇଁ ମିଳିବେ ନାହିଁ କଣ କହୁଛୁ ତୁ ଗୋଟେ କାମ କର ଛୁଚି ତୁ ଗୋଟେ ଇଞ୍ଜେଡାକୁ ଆଇ କର ସିଙ୍ଗେଡାକୁ ବାହାବି ଝିଅ ନା ସିଙ୍ଗେଡା ବଢିଆ ହେଲା ଛୁଞ୍ଚିକୁ ସିଙ୍ଗେଡା କହିଲେ ତତେ ଶୁଭୁଛି ଏମିତି ଏପଟ ସେପଟ କାମ କରିବୁ ମାନେ ତୋ ମାଇକିନା ଝାଡୁରେ ସେଠି ଦେଇଯିବ ଜାଣିଛୁ କାମୁଡ଼ି ତୋର କଣ ବାବା ଇଚ୍ଛା ହଉନି କେମିତି ଇଚ୍ଛା ହବରେ ଛୁଚି କହିଲୁ ଆରେ ମୁଁ ଗୋଟେ ଅରଣା ମଣିଷି ଆରେ ସେ ଏମିତି ପଛୁଆ ନାଟ ମାଇ ମୁଁ ଏକାଥରେ ମାସେ ମେଡିକାଲରେ ପଡିଲି ଏକାଥରେ ମାସେ ପରିଶ୍ରା ବନ୍ଦ ଝାଡା ପରିଶ୍ରା ହେଲା ନାହିଁ ମୁଁ ଆଗରୁ ହଇନି ମାନ ଭଳିଆ ଥିଲି ମୋଟା ବାବୁ ଏତେ ଚଉଡା ଛାତି ଗୋଟେ ନାକରେ ମୋ ଅବସ୍ଥା ଏଇଆ ଘରେ କିଏ ଅଛ ଘରେ କିଏ ଅଛ ଆମକୁ କିଏ କଣ କହୁଛି ବେ କିଏ କହୁଛି ବେ ଆମେ ଅଛୁ କିଏ ଗୋଟେ ଆସୁଛି ଆସୁ ଆମେ ଘରେ ଅଛୁ ଘରେ ଅଛୁ କାହାକୁ ଖୋଜୁଛ କଣ ଦରକାର ମତେ ବାବୁ ପଠେଇଛନ୍ତି ବାବୁ ପଠେଇଛନ୍ତି ବାବୁ ପଠେଇଛନ୍ତି ମୋ ପାଇଁ ମୁଁ ବାହାରି ବଢିଆ ଏମିତି କାହିଁ ହଉଛୁ ମାଡ଼ କାହିଁକି ମୁଁ ଜାଣି ତମେ କୋଉଠୁ ଆସିଲ ତମ ନା କଣ ମୁଁ ରାଣୀ ବୁଝିଲି ତମେ କାଣୀ ତମେ କୋଉ ଫଳର କାଣୀ ରାଣୀ ପାଣିବାକୁ ତ ଗିଲା ଛାଡି ଦେବୁ ସିଏ ତା ନା କହୁଛି କଣ କହୁଛି ନା ये रानी बे रानी कौन से रानी नो तो से रानी भाई की तरह तीनटा पिला ले तू डरू चुकाई गई ये कौन वो ना सुन चमेली बोलुची ए कथा करे से गोटे झियो को मना पाउ देला ता ना डाउजी रानी ता ताकू एमिति पट्टी मारी छी जे रानी ना सुला को ये गनी छी टुकुची आ अच्छा तमे कौन करबे बच्च मु ए घर रे नुआ कुक ओहो ए कुकु कोन बे को आम घर कंटा बडे कुकु तू जानी नु बे कुकु माने रो रोसई बाबू मते पठाई चंदी करिया को ना कोन करिवो रांधिबा को छाड़ जा कांदिबो एठी काई कांदिबो बाबू रागी एटा काला ना को ए काला भैया बाबू मते पठाई चंदी रोसई करबा अच्छा तू के कहलु मो इरे मु ए घर मेन लोक औना घर टोटल दायित्व मो ऊपर तो रूप फेकरू लागुची तू एठी बाथरूम सफा करियो तू जा का छु हम कुकु ना पूरा हीरोइन वाला देखा जो पूरा ब्यूटीफुल जा को आज का रोसे दायित्व छुट्टी ये रोसई करबा हमारा रोमांच भी चलियो अच्छा तबे कौन रोसई करा लेग पीस चिकन लेग पीस लेके पीसी बढ़िया आइछ रे तमे खाइ लेके पीसी तो खाइया କଥା ମୁଁ ଖାଇलेनी कि ମୁଁ पछु खाइ तू किया रो आउ कौन रोसई जानछ तमे एइठा जानिछ एटा को खजुरी कोली तमे जानिछ एटा कौन कुकु
ପୁଚୁପୁ ଚିକେନ ଲଲିପପ୍ ଚିକେନ ଟିକା ଚିକେନ ତନ୍ଦୁରୀ ଚିକେନ ପୋକୋ ଆମ ବାବୁ ଆଇଁଷ ଖାଆନ୍ତି ନାହିଁ ଖାଣ୍ଟି ଖାଣ୍ଟି ନିରାମିଷ আচ্ছা দিদি তুমি সাদা উপরে সব কোন রোষেই জানছ এইটা জানছ এতে বড় কোন ও অন্ডা অন্ডা হ্যাঁ অন্ডা তম 14 পুরুষ এত বড় অন্ডা কে দেখিতা ফুটবল ফুটবল ରୋଷେଇ କରନ୍ତି ଆଉ ଏତେ ବଡ କୋନ ଏଟା ବନ୍ଧାକୋବି ତମେ ରୋଷେଇ କରି ଜାଣିଛ ମୋ ହାତ ରନ୍ଧା ରୋଷେଇ ଖାଇଲେ ମୋ ଆଙ୍ଗୁଠି ଚୁଚୁମି ଖାଇଲେ ଚୁଚୁମି ଦେଖିକି କଣ ନାହିଁ କଣ ଚୁଚୁମି ଦବ ଭଲ ଲୋକ ନୁହଁ ଆମ ବାବୁ ପୁରା କଟା ଲୋକ ରୋଷେଇ ଟିକେ ଏପଟ ସେପଟ ହେଲେ ପୁରା ଛୋଟା କରିଦେଲେ ମୋ ହାତ ରନ୍ଧା ରୋଷେଇ ଖାଇଲେ ଜାଣିବ ନା শুনো তুমি রোষেয়া মু হেল্পর তুমি মাকু তো মু দৌদি মু হেল্পর তুমি রোষেয়া তুমি রোষেয়া মু হেল্পর ତୁ ସେଇ ହେଲ୍ପର ହେଇକି ରହିବୁ ଜମା ଡ୍ରାଇଭର ହେଇକି ଆରେ ସେଇଥିପାଇଁ ତତେ ଝିଅ ବାହାର ବାହା ହେବା ପାଇଁ ରାଜି ହଉନାହାନ୍ତି ଏ ଯାଇ ବାହିନି ବାହା ହେଇନି ମତେ ଲାଗୁଛି ଏ ଦି ଚାରିଟା ଛୁଆର ବାପା ହେଇସାରିବନି ଆଉ ଇଏ କଣ ବାହା ବାହାର ବାପେ ଭାଷା କଣ କହୁଛୁ ଚାହୁଁଛି ସେ ମୋ ବିଷୟରେ କହୁଥିଲା ଆଉ ତୁ ତ ସେତେ ରାତର ବିଷୟ ନାହିଁ ତୋର ବିଷୟ କଣ କହିବ ମତେ ପଚାରୁଥିଲା କଣ ହସିକି ତତେ କହୁଥିଲା ସେ ମତେ ତା ଇତିରି କଥା କହୁ ତା ଭିତରେ ତତେ କାହିଁକି କହିବ ଆଉ ନହେଲେ ନାଇଁ ଯା କହୁନୁ ଖୋଲି କଣ କାଇଁ କହିବି କଣ ଟିକେ ଆରେ ସିଏ ମତେ ମୁହଁକୁ ମାରି ଭାଷା କଣ ଭାଷା କହିବୁନି ବାବୁ କହିଦେବି ସିଏ ମତେ ପୁଣି କହ ଆରେ ବାପା ଆଉ ଆରେ ସିଏ ମତେ ବା ହବାକୁ କହୁଥିଲା ମୁଁ ଥାଉ ଥାଉ ଆଖୁ ସେଇଆ ନୁହଁ ପଚାରେ ମୁଁ ଥାଉ ଥାଉ ଆଖୁ ତୁ କଣ କାର୍ତ୍ତିକ ନା କଣ ତୋ ପାଟି କାହିଁ ଯେମିତି ହରିଲା ଭଳିଆ ଦେଖାଯାଉ ତତେ କିଏ ବାହା କହିଲୁ ତୋ କପାଳ ସେଇଆରେ ଜୀବନରେ ବାହା ହେଇପାରିବୁ ନାହିଁ ସେମିତି ଆଜ୍ଞା ନମସ୍କାର ଇଏ ନୂଆ ଆଜ୍ଞା ଲେଗ ପିସ୍ ବାବୁ ଆମର ପଠେଇଛନ୍ତି ଆମ ଘର ରୋଷେଇ କରିବ ଦେବତା କଣ ଗାମୁଛା ଦେଉ ସେ କିଛି ଭଲ ଡ୍ରେସ୍ ପିନ୍ଧିବାକୁ କାଲି ସୁଦ୍ଧା ବିଦା ହେଇଯାଇଥିବ ଲୁଗା ପିନ୍ଧିବ ପଇସା ଅଧିକା ରୋଷେଇ କରିବ ଆଜ୍ଞା ଆଜ୍ଞା ତାକୁ ନେଇଯା ରୋଷେଇ ଘର ଦେଖେଇ ଆଜ୍ଞା ମୁଁ ସବୁ ଭାତ ଖାଇଲି ଯାଉ ନାହିଁ ଆପଣ ରୋଷେଇ କଲେ ଖାଇବା ମୁଁ ତତେ କଣ କହିବି କଣ କହୁଛନ୍ତି ସେଇ ଘର ଦେଖାଇ ଦେ ଆମର ଅଛି ବା ସବୁ ଅଛି ଶୁଣୁ ତତେ ତ ସବୁ ଶୁଭୁଛି ମୁଁ କଣ କହୁଛି ଭାତ ପାଣି ବସାଇ ଦେଇଥା ମୋ ସାଙ୍ଗେ ଏତେ ସାରା ଖରା ହଉଛି ଝିଅ ପିଲାଟାକୁ ଛାତ ଉପରେ ବି କଳା ପଡିଯିବନି ହାତ ନୁହଁ ଇଏ କାହିଁ କହୁଛି ଭାତ ଜିରା ଲଙ୍କା ଗୁଣ୍ଡ ମାରିଦେବି ତ ତାদের ଚାଲ ପଣସଟାକୁ ଦେଖେଇ କେଡ ବଡ ସେ ମତେ ମୁଣ୍ଡ ଖରାପ
बोल तो से गोटे कथा थिला माने एंती कोन ओ बाहर कथा तो ताकि खाना हो चुका है हां आता पाठ बड़ा छोरो चाकरी लगे को तापर तो बाहर कथा हमें चिंता करू ओ पाठ सना तापर चलछि अब या पर सिविल सर्विस में प्रिपेयर करबी मुसियो यूएस एग्जाम रे वो टॉप 10 रैंक दे आ से विश्वास मोर हां पाठ पढ़ी आई ऑफिसर हम तो बापन को ना रखिबो तो से को छाड़ो तो बापन कोई मो बागर कथा के कपन अरे तो बापा बड़ मते कहि छाड़छंती हो ना तो सागर छियो सब पर बागर फाइनांस पड़तो तो पाठ बड़ा छाड़ले सेई तो बागर ओ मो हमको बा बेबी के मो लाइफ पार्टनर को एक कथा मोरी सेट करी बापन मन আর তো বাপা যা করিবে সেটা তো মঙ্গল পাই নাই বো মো রমনা তো লেউটি ঝিও को ভালো পাউছি আমি কথা দেইছি মো তাকুই বা কোন কইলো তো ও সারা তো মুন্ডা পুন্ডা করে কই নাই যে তো হ্যাঁ ও করে যা ডিসিশন নেবে তো বাপা নেবে ও ভালো পাইবে কোন ভুল আরে এই শব্দটা শুনিলে তো বাপা কো দেহ দুনিয়া ওই ঘর সামনে পড়া তোটা যেমন তো পাটিরো আর ধরে না পা ମୋ ଜୀବନ ଉପରେ କ'ଣ ମୋର ଅଧିକାର ନାହିଁ ମୁଁ ରକ୍ତ ମନ୍ତ୍ର ଗୋଟେ ମଣିଷକୁ ବାପା ମା ହାତ ଦେଇ ଖେଳରେ ନୁହେଁ ଯେ ଯେମିତି ଚାଲି ପଡ଼ିବ ମୁଁ ସେମିତି ନାଚିବି ମୁଁ ବଡ଼ ହେଲିଣି আরে তুই এটা কি এত বড় হেইনো মরছি তো বাপাଙ୍କ পাদ আর তো পাদর চপ্পল নম্বর সমান হয়ে যাচ্ছে সব হেলে তার অভিজ্ঞতা অনুভূতি তো ঠকা যায় তা সে জীবন ভুলতে পারবে আমার তো জীবনটা উদ্ধার হয়ে ନାଇଁ যাবে ବୋଉ তো গৌরাই ମୁଁ ତ ସେମିତି କହିଲି তো বাপাটা বলা পুরা কথাটা মনে ଓ ମୁଁ ରମତ କହିଲି ପାରିବି ଓ ମୁଁ ରମତ କହି ବାହାରୁ আরে মুন্ডরে হাত দেই বসলে চিন্তাটা পড়ি যায় না দ্বিগুণা পড়ি যায় আরে মুন্ডরে হাত দেই বসবা ছাপি দেবা মুন্ড পিটবা এসব মাইচা মানকৰ লক্ষণ মর্দ মানকৰ নুহ ରମତ ମୁଁ ରମତକୁ ଭୁଲି ପାରିବିନି আ চুপ আরে ভুলি ଯିବା ପରେ ଏଇ କୋଡ଼ ଆଗରେ ମୁଁ ତମକୁ ସନ୍ନ୍ୟାସ ଦେବି ହେଲା ରଖୁଛି ଚାଟି ଦୋକାନ ରଖୁଛି এইটা পকড়ে দিয়ে যাও ଏ ବନ୍ଧୁ ପାଖକୁ ଆସିଲା କେମିତି না জমানো না ଏ ଫୋନ୍ ତୁ କୋଉଠୁ ପାଇଲୁ বলরাপো ଠିକ ଏ ଫୋନ୍ ତୁ କୋଉଠୁ ପାଇଲୁ ମୁଁ ତତେ ବାରମ୍ବାର ମନା କରିଥିଲି ଫୋନ୍ ଧରିବୁନି ବୋଲି ଏ ଫୋନ୍ ତୋ ପାଖକୁ ଆସିଲା କେମିତି ବାହା ମର୍ଜି ପଇସା କୋଉଠୁ ପାଇଲୁ କଣ ଚୋରି କରିଛୁ ମୋ ବିନା ପରମିଶନରେ ତାକୁ ଫୋନ୍ ଦେବା ପାଇଁ ସାହସ କରୁଥିଲେ এইটা হচ্ছে মো ঘর এটি যে যা কহে যে যা করে মতে পচারি করে মুন্ডে মো ঘরে মহন্ত করি করিবা পাই তোতে কি পারমিশন ও পচারছি কাহিনী তাকে ফোন দেলো ভুলি যাইছি মই সেই থর ପାଇଁ ক্ষমা କରି দিও ফোন অপরাধ করেছি ଆଉ ଗୋଟେ ଅପରାଧୀକୁ କ୍ଷମା କରିଦେଲେ ସେ ବାରମ୍ବାର ଅପରାଧ କରିବ ତେଣୁ ଅପରାଧ ପାଇଁ କ୍ଷମା ନୁହଁ ଦଣ୍ଡ ଦିଆଯାଏ ଦଣ୍ଡ ए सुनिए चा वो पानी का नहीं वो पानी का नहीं आ चा कौन से जा पानी नहीं ए चुप कर कौन से ना নহলে দণ্ড কা দি ভাগ হয়ে যাব তুমি দণ্ড পাইবো এটা মোবাইল ধরি মারি বলছো না ছাড় দাও না ফোন କରିଥିବା ଲୋକ ସପକ୍ଷରେ ସଫେଇ ଦେବା ଲୋକ ବି କାନୁନ ନଜରରେ ଅପରାଧୀ ଚୁପଚାପ ସେଇଠି ଠିଆ ଆଗକୁ କରୁଛି ହାତ ଦେଖିବା আগলা রসগোল্লা খাইলা বে কে লালো আজওয়ান ଆଉ ଦିନକ ପାଇଁ ତୋ ପାଦ ଯେମିତି ମୋ ଘରେ ନ ପଡେ ଆଉ ଦିନକ ପାଇଁ ଯେମିତି ମୋ ପୁଅ ସାଙ୍ଗରେ ତୋତେ ଦେଖିବାକୁ ନ ପାଏ ଆଉ
যদি তা সাঙ্গের কেবে দেখে তাহলে সেদিন পরিণামটা ভয়াবহ হবে। ভুল করলো কি বিধি? আমার আমার ভুল করেছিল বলে ছাড়ি দেবে। ହେଲେ ଦ୍ୱିତୀୟ ଥର ପାଇଁ ଯେମିତି କୌଣସି ଭୁଲ ନ ହୁଏ, ତାହେଲେ ଏମିତି ଦଣ୍ଡ ଦେବି ସେ ଭୁଲଟା ତୋର ଶେଷ ଭୁଲ ହେଇଛି। କଲେଜରେ ତା ସାଙ୍ଗମାନେ ସବୁ ଦାବି ଦାବି ମୋବାଇଲ ଧରି ବୁଲୁଛନ୍ତି। ଏଇ ସାଙ୍ଗମାନେ ମୋବାଇଲ ଧରିଲେ କଣ ମଣିଷ ଖରାପ ହେଇଯାଏ? କଲେଜ କ୍ୟାରିୟରରେ କିଏ କେତେ ପ୍ରକାର ଏନ୍ଜୟ କରୁଛନ୍ତି। ଏଇ ବୟସରେ ସେ ଖୁସି କରିବ ତା କୋଉ ବୟସରେ ଖୁସି କରିବ? ମୁଁ ଆପଣଙ୍କୁ ଆଘାତ ଦେଇଛି, ତେଣୁ କ୍ଷମା ଚାହିଁବି। ପିଲାମାନଙ୍କୁ ଏଟା ହକଟ କରିବାଟା ଠିକ ନୁହେଁ। ସେମାନଙ୍କ ଜୀବନ ପ୍ରତି ସେମାନଙ୍କର ବି ଅଧିକାର ଅଛି। ସେମାନଙ୍କୁ ଏଟା ହକଟ କଲେ ସେମାନେ ଖରାପ ହେଇଯାଇ ପାରନ୍ତି। ତମେ କଣ ଭାବୁଛ ମୋ ପୁଅକୁ ମୁଁ ଭଲ ପାଉନି? ମୋର ଦିଟା ପୁଅ ଦିଟା ଆଖି, ସେମାନେ ମୋ ଜୀବନ, ସେମାନେ ମୋ ହୃଦୟ। କାଳେ ଅବାଟକୁ ଚାଲିଯିବ ଭୁଲ ତମେ ମା ବାପକୁ ଯାଉଛ ଆଉ ମୁଁ ବାପା। ଖୁସି ହବା କିଛି ଦରକାର ନାହିଁ। କୋଉ ଖୁସିରେ ଖୁସି ହେବି? କୋଉଟା ଖୁସି ହେବି? ମୁଁ ଏ ଛୁଆଟାକୁ ନଷ୍ଟ କରିଦେବି। ଆରେ ସ୍ତ୍ରୀ ଜୀବନର ସବୁଠାରୁ ବଡ ଖୁସିର ମୁହୂର୍ତ୍ତ ହଉଛି ତା ମା ହବାଟା। ତମେ କହୁଛ ଖୁସି? କୋଉ ଖୁସି? Do you know what is the happiness of the happiness? କି ଖୁସି ପାଇଛି ମୁଁ? ଆରେ କି ଖୁସି ଦେଇଛ ତମେ ମତେ? ଖାଲି ଶଙ୍କା ସେଇଥିର ପିନ୍ଧିଦେଲେ ନାରୀ ପୂର୍ଣ୍ଣତା ପାଇଯାଏନି। ଗୋଟେ ନାରୀ ତା ଜୀବନରେ ଘର, ସଂସାର, ସ୍ୱାମୀ, ସନ୍ତାନ, ଶାଶୁ, ଶ୍ୱଶୁର ସବୁ କିଛି ଆଶା କରେ। ହେଲେ ମୁଁ କଣ ପାଇଛି? କଣ ଦେଇଛ ତମେ ମତେ? ବାହାଘର ପରଟା କେବେ ଗୋଟେ ମୂର୍ତ୍ତି ହେଇ ପଡି ରହିଛି। ଦେଖ ମୋ ପରିସ୍ଥିତି ବୁଝିବା ପାଇଁ ଚେଷ୍ଟା କର। ମୁଁ କଣ କହୁଛି? ପରିସ୍ଥିତି ଏଇ ଶବ୍ଦଟା ଶୁଣି ଶୁଣି ମୋ କାନ ବନ୍ଦି ଲାଗିଗଲାଣି। ତମେ ମୋ ସ୍ୱାମୀ ବୋଲି ମୋ ସମାଜରେ ପରିଚୟ ଦେଇପାରିବି। ମୋ ଶାଶୁ ଶ୍ୱଶୁରଙ୍କର ମୁଁ ସେବା କରିପାରିବିନି। ମୋ ସ୍ୱାମୀର କଣ ଥାଏ? ମୁଁ ଯାଇ ଗୋଟେ ଭଡା ଘରେ ଲୁଚି ଲୁଚି ରହୁଛି। ନିଜ ପରିଚୟକୁ ଲୁଚାଇ ଗୋଟେ ଅନ୍ଧକାର ଘରେ ଯିବାକୁ କାଟୁଛି। 4 ବର୍ଷ ହେଲା ପରିଚୟହୀନ ଜୀବନ ବିତେଇ ଚାଲିଛି। It is beyond of my imagination. ବସ୍ ସମୟକୁ ଅପେକ୍ଷା କର, ଦେଖିବ ସବୁ ଧୀରେ ଧୀରେ ଠିକ ହେଇଯିବ। ମୁଁ ଆଉ କଣ କରିପାରିଥାନ୍ତି ତମେ ନିଜେ କୁହ। ଆରେ ମୁଁ ତମକୁ ଭୁଲି ପାରିବିନି ବୋଲି ତ ତମକୁ ବାହାରିଲି। ଆଉ ବାପାଙ୍କ ଘରେ ମିଛ କହି ଆସୁଛି। ମୁଁ କେବେ ବି ବାହାରିବିନି। କେତେ ଦିନ ଆଉ ମିଛ କହିବି? କେତେ ଦିନ ମୁଁ ଏମିତି ଏକା ଜୀବନ କାଟିବି? ତମେ କୁଡ଼ିଆ ପଳେଇ ଆସୁଛ। ଡାଲି ତେଲ ଲୁଣ। ମୁଁ କିଛି କହୁନି କି କିଛି କହିବିନି। ମୁଁ ଅପରେସନ କରିବି ଫାଇନାଲ। ଆରେ ମୁଁ ତ ଏକା ବଞ୍ଚିବା ମୁସ୍କିଲ। ତା ସହିତ ପୁଣି ଛୁଆଟା ନା ଦରକାର ନାହିଁ ମୋର ମା ବାବା। ଦେଖ ସେମିତି ଭାବନା ମନରେ ଆଣିବାଟା ଆଦୌ ଠିକ ନୁହେଁ। କଥା ବୁଝି ଏଣିକି ମୁଁ ତମ ପାଖେ ପାଖେ ରହିବି, ତମ କେୟାର ମୁଁ ନେବି। ମନ ଦୁଃଖ କରନି। ଦୁଃଖ ଦୁଃଖ ତୁମ ଦେହ ଭିତରେ ଘର କରି ରହି ଯାଇଛି। ମୋ ବାପା ମୋ ମାକୁ ଛାଡି ଆଉ ଜଣକୁ ବାହା ହେଇଗଲେ। ମୋ ମା ବି ମତେ ଛାଡି ଚାଲିଗଲା।
ଆଉ ତମେ ତ ଦେଖେ ସକା ସିଦ୍ର ପ୍ରଦେଶ ସ୍ତ୍ରୀ କଲଛ ମୁଁ କେବଳ ଗୋଟେ ଷ୍ଟାଫ ହେଇରହି